ଅଗ୍ନିଶମ ବିଭାଗର ଯବାନମାନଙ୍କ ଦ୍ୱାରା ନାଳରେ ଫସିଥିବା ଗାଈ ଉଦ୍ଧାର। ଗଜପତି ଜିଲ୍ଲା ପାରଳାଖେମୁଣ୍ଡିସ୍ଥ ସିସି ସାହିର ଏକ ନାଳରେ ଗାଈଟିକୁ ଅଗ୍ନିଶମ ବିଭାଗର ଯବାନମାନେ ଉଦ୍ଧାର କରିଥିଲେ। ସୂଚନା ପ୍ରକାରେ କୌଣସି କାରଣ ଯୋଗୁଁ ଉକ୍ତ ଗାଈଟି ବଡ଼ ନାଳରେ ଖସି ପଡ଼ିଥିଲା। ସ୍ଥାନୀୟ ଲୋକେ ସେହି ଗାଈକୁ ପ୍ରଥମେ ଉଦ୍ଧାର କରିବା ପାଇଁ ଚେଷ୍ଟା କରିଥିଲେ ହେଁ ସଫଳ ହୋଇପାରିନଥିଲେ। ଶେଷରେ ପାରଳାଖେମୁଣ୍ଡି ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ। ପରେ ଅଗ୍ନିଶମ ବିଭାଗର ଯବାନମାନେ ଘଟଣାସ୍ଥଳରେ ପହଞ୍ଚି ଏଲ୍ଏଫ୍ଏମ୍ଓଏମ୍ ବେହେରା ଏବଂ ଏଫ୍ଏମ୍ଓପି ଯେ ସେଠି ଅଙ୍କ ନେତୃତ୍ୱରେ ଗାଈଟିକୁ ଉଦ୍ଧାର କରାଯାଇଥିଲା।